ମୁଁ ଦୀର୍ଘ 15 ବର୍ଷ ହେଲା ଏଠି ପାଇପଲାଇନରେ କାମ କରୁଛି। ମୋର ବି ସବୁ ସାଥୀ ଭାଇମାନେ ବି କାମ କରୁଛନ୍ତି। ଆମେ ଆଜିକି 29 ଦିନ ହେଲା ଏଠି ଧାରଣାରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛୁ। ଆମର ପାଇପଲାଇନ କର୍ତ୍ତୃପକ୍ଷ ଆମର କୌଣସି କଥା ମାନି ନେବାକୁ ଚାହୁଁନାହାନ୍ତି। ବାର ବାର ଆମେ ଆଲୋଚନା କଲେ ବି ଆମର ବିଫଳତା ହେଉଛି। ଆଉ ଯଦି ସେମାନେ ଯେପର୍ଯ୍ୟନ୍ତ ମାନି ନ ନେବେ ଏ ଆନ୍ଦୋଳନ ଆଉ ତୀବ୍ର ହେବ। ଦରକାର ଆମେ ତ ପିଲା ଛୁଆ ସମସ୍ତଙ୍କୁ ଆମେ ଧରି ବସୁଥିଲୁ, ପୁଣି ବି ଆମେ ତାଙ୍କୁ ଆଣି ବସେଇବୁ। ଆଉ ଆମର ଯେଉଁ 4 ଗୋଟି ୟୁନିୟନ ଅଛି ତାଙ୍କୁ ବି ତାଙ୍କର ପିଲା ଛୁଆ ସେମାନେ ଯେଉଁ ଶ୍ରମିକ ଆମକୁ ସାଥ ଦେଇକି ସେମାନେ ବି ବସିବେ। ଆମ ଏ ଲଢ଼େଇ ଆଉ ଜୋରଦାର ହେବ। ଆମେ କୌଣସି ପ୍ରକାର ଏବେ ଆମେ ନ୍ୟାଯ୍ୟ ଦାବି ନ ପାଇ ଆମେ ଆକୁ ଛାଡ଼ିବୁ ନାହିଁ। 29 ଦିନ କ'ଣ 29 ବର୍ଷ ବି ହେଲେ ଆମେ ଏଇଠି ବସିବୁ। ଆମର ଏଇଠି ବି ଦରକାର ବେଳେ ସବୁ ଚାଲିଯିବ, କିଛି ଅସୁବିଧା ନାହିଁ। ଦେଖନ୍ତୁ ଏଠି ଏକ ଅତି ଲଜ୍ଜାଜନକ ଘଟଣା ଘଟୁଛି। 29 ଦିନ ହେଲାଣି ବର୍ତ୍ତମାନ ପିଲାମାନେ ଏଠି ଷ୍ଟ୍ରାଇକ୍ରେ ବସିଛନ୍ତି। ନା ଆଇଏସ୍ଏଲ୍ କର୍ତ୍ତୃପକ୍ଷ ଏମାନଙ୍କୁ ଦେଖା କରୁଛନ୍ତି, ନା ଏମାନଙ୍କର ଗୋଟେ ଯେଉଁ 8 ଦଫା ଦାବି ଦେଇଛନ୍ତି ଦାବି ବିଷୟରେ କର୍ଣ୍ଣପାତ କରୁଛନ୍ତି। ଏଠି ଗୋଟେ ପ୍ରଶ୍ନବାଚୀ ଉଠୁଛି, ଆଇଏସ୍ଏଲ୍ ଭଳି ଗୋଟେ ଏତେ ବଡ଼ ଅର୍ଗାନାଇଜେସନ୍ ଯଦି ଆଇଏସ୍ଏଲ୍ର ପାଇପଲାଇନ୍ ଡିଭିଜନ୍ ଯଦି ଏଇ 200 ପିଲାଙ୍କୁ ସମ୍ଭାଳି ନ ପାରିବ, ତାହେଲେ ଏଠି ତାର ପ୍ରକଳ୍ପ କରି ଲାଭ କ'ଣ? এই সাধারণ 200 ପିଲାଙ୍କୁ ହିଁ ସେ ସମ୍ଭାଳି ପାରୁନି। ନିଶ୍ଚିନ୍ତ ଏଠି ବହୁତ ଦୁଃଖ ଲାଗୁଛି। କ'ଣ ଏଠି ମାନେ ଏ ଶ୍ରମିକମାନେ ବସି ବସି 5 ଜଣ ଶ୍ରମିକ ମାନେ ବର୍ତ୍ତମାନ ରୋଗଗ୍ରସ୍ତକୁ ଗଲେଣି। ସେମାନଙ୍କର ପରିବାର କେମିତି ଚାଲିବ? ଆଉ ଦ୍ୱିତୀୟତଃ ଆଉ କିଛି ଶ୍ରମିକ ଏଠି ଆତ୍ମହତ୍ୟା ଦେବାକୁ ବସିଲେଣି। ମୋର ଏଠି ଆଇଏସ୍ଏଲ୍ କର୍ତ୍ତୃପକ୍ଷ ଆପଣମାନଙ୍କ ଜରିଆରେ ଜଣାଇ ଦେବାର ଅଛି, ଆପଣମାନେ ଯଦି ଆଗାମୀ ଦିନରେ ଏମାନଙ୍କ ଦାବି ପୂରଣ ନ କରନ୍ତି, ସମଗ୍ର କୁଜଙ୍ଗ ବ୍ଲକର 28ଟି ପଞ୍ଚାୟତରୁ ଯେଉଁ ପୋଷ ପଞ୍ଚାୟତ ଅଛି 8ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଏବଂ ଆମେ ସମସ୍ତେ ଆସି ଏକୁ ଧାରଣାକୁ ତୀବ୍ରତର କରି ଆଇଏସ୍ଏଲ୍ର ଅର୍ଥନୀତିକୁ ଠପ୍ କରିଦେବୁ। ନିଶ୍ଚିନ୍ତ ଏଟାକୁ ମୁଁ ନିଜେ ଭୁକ୍ତଭୋଗୀ। କାହିଁକିନା ଆଇଏସ୍ଏଲ୍ ଏଠି ସବୁ ଯାକ ପ୍ରତ୍ୟେକ ଜିନିଷ କାଗଜ କଲମରେ କରୁଛି, ମୌଖିକ ହିସାବରେ କରୁଛି। ଏଠି ରିଲ୍ସ କରୁଛି, ରିଏଲ୍ରେ କୌଣସି ଜିନିଷ କରୁନି। ଆମେ ଏବେ ବି ଦେଖି ଆସୁଛୁ ପାରାଦୀପ ତୈଳ ବିଶୋଧନାଗାର ଯେବେଠୁ 2002 ମସିହାରୁ ଏଠୁ ଷ୍ଟାର୍ଟ ହେଇଛି, ସେବେଠାରୁ ବି ସେ ସେମିତି ଖାଲି ମାନେ ଶ୍ରମିକ ମାରଣା ନୀତି ହିଁ ଅବଲମ୍ବନ କରୁଛି। ଆକୁ ନିଶ୍ଚିନ୍ତ ଆଗାମୀ ଦିନରେ ବିରୋଧ କରାଯିବ ଏବଂ ଆଗାମୀ ଦିନରେ ଯଦି ଏ ଶ୍ରମିକମାନଙ୍କର ସେ ଦାବି ପୂରଣ ନ କରନ୍ତି, ପାରାଦୀପ ତୈଳ ବିଶୋଧନାଗାର ନାପ୍ତା କ୍ରାକର ବୋଲି ଗୋଟେ ଦ୍ୱିତୀୟ ପ୍ରୋଜେକ୍ଟ ଆସୁଛି, ଆମେ ଏହାକୁ ନିଶ୍ଚିନ୍ତ ଅବରୋଧ କରିବୁ। ଆଇଏସ୍ଏଲ୍ର କୌଣସି ପ୍ରକଳ୍ପକୁ କରେଇଦେବୁନି।